बालियांता ब्लॉक अंतर्गत बालकाटी ठारे राष्ट्रीय स्वयंसेवक संघर एक बैठक अनुष्ठित हो जाइछि। ଏହି ବୈଠକରେ ସଂଘର ବରିଷ୍ଠ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ସଂଘର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ଉପରେ ଆଲୋକପାତ କରିଥିଲେ। 1925ରୁ ଏହି ସଂଘ ଆରମ୍ଭ ହୋଇଥିଲା ଦେଶର ହିତ ଉଦ୍ଦେଶ୍ୟରେ। ଏହି ସଂଘ ଅଦ୍ୟାବଧି ସମର୍ପିତ ହୋଇଆସିଛି। ଦେଶରେ ଆପଦ ବେଳେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର କର୍ମକର୍ତ୍ତାମାନେ ନିଜର ଜୀବନକୁ ବାଜି ଲଗାଇ ଦେଶ ସେବାରେ ନିଜକୁ ନିୟୋଜନ କରିଆସୁଛନ୍ତି। ସଂଘର ରାଷ୍ଟ୍ର ମୁଖ୍ୟ ମୋହନ ଭଗବତଜୀଙ୍କ ଆହ୍ୱାନ କ୍ରମେ ଦେଶର ପ୍ରତ୍ୟେକଟି ଗ୍ରାମ ତଥା ପଞ୍ଚାୟତରେ ଯୁବଗୋଷ୍ଠୀମାନଙ୍କୁ ଛୋଟ ଛୋଟ ଖଣ୍ଡ ବୈଠକ ଲଗାଇ ଦେଶ ସେବା କ୍ଷେତ୍ରରେ ଅନୁପ୍ରାଣିତ କରିବା ଓ ସେବା ମନ ରଖି ସମାଜ ସେବା କରିବା ଓ ଏକ ସୈନିକ ଭାତି ଦେଶ ସେବା କରିବା ଉଦ୍ଦେଶ୍ୟରେ ଅଗ୍ରସର ହେବା ମୂଳ ଲକ୍ଷ୍ୟ। ଏହି ବୈଠକରେ ଅଞ୍ଚଳର ବରିଷ୍ଠ ବିଜେପି ନେତା ତଥା ରାଜ୍ୟ ଉପସଭାପତି ଶ୍ରୀଯୁକ୍ତ ସୁବାସ ଜେନା, ସାଂସଦଙ୍କ ବାଲିଅନ୍ତା ପ୍ରତିନିଧି ଶ୍ରୀଯୁକ୍ତ ଶିବ ମଲ୍ଲିକ ଓ ମଣ୍ଡଳର ସଭାପତି ଶ୍ରୀଯୁକ୍ତ ବିଜୟ ମହାରଣା, ଯୁବମୋର୍ଚ୍ଚା ସଭାପତି ଶ୍ରୀଯୁକ୍ତ ଜୟରାମ ସାହୁ ଏବଂ ବହୁ ସଂଘ ସଦସ୍ୟ ଉପସ୍ଥିତ ରହି ଦେଶ ସେବା ପାଇଁ ଶପଥ ପାଠ କରିଥିଲେ। ପରିଶେଷରେ ପ୍ରାର୍ଥନା କରି ବୈଠକ ସମାପନ କରିଥିଲେ। ଭୁବନେଶ୍ୱରରୁ ଜୟରାମ ସାହୁଙ୍କ ରିପୋର୍ଟ, ଓଡ଼ିଶା ଡିଜିଟାଲ। संविधान